ଏଇ ଭେଣ୍ଡି ରେସିପିକୁ ଦେଖିଲା ମାତ୍ରେ ହିଁ ବନେଇବେ, ଏତେ ସ୍ୱାଦିଷ୍ଟ ଏତେ ଚଟପଟା ଲାଗିବ ନା। ଗୋଟେ ସ୍ପେଶାଲ ମସଲା ଦେଇକି ବନେଇବା ଘରେ ଥିବା ବେସିକ୍ ସାମଗ୍ରୀରେ। ତ ଚାଲନ୍ତୁ ଲେଟ୍ ନ କରି ରେସିପି ପ୍ରସ୍ତୁତ କରିବା। ନମସ୍କାର, ଜୟ ଜଗନ୍ନାଥ ଫ୍ରେଣ୍ଡଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଭେଣ୍ଡି ଆଳୁ ଭଜାକୁ ବନେଇବା ପାଇଁ ପ୍ରଥମେ ଆମେ କ'ଣ କରିବା ନା, କିଛି କଷି ଭେଣ୍ଡି ନେବା। ଦେଖିବେ ଭେଣ୍ଡି ରେସିପି ଯଦି ଆପଣମାନେ ବନାଉଛନ୍ତି, ଯାହା ବି ମାନେ ଭଜା ହେଉ କି ତରକାରୀ ହେଉ ଯାହା ବି ବନେଇବେ, ତ କଷି ଭେଣ୍ଡି ନେବେ ନା, ତାହେଲେ ଦେଖିବେ ଟେଷ୍ଟ ହିଁ ବଢ଼ିଯାଇଥାଏ। ତ ଭେଣ୍ଡିଟା କ'ଣ କରିବା ନା, ଭଲସେ ଆମେ କ୍ଲିନ୍ କରି ଟିକେ ଧୋଇଦେବା ପାଣିରେ ଧୋଇ ସାରିବା ପରେ ଆକୁ ଆମେ ଛୋଟ ଛୋଟ ପିସେସ୍ରେ କଟିଂ କରିବା। ତ ଆପଣମାନଙ୍କ ମନପସନ୍ଦ ଅନୁସାରେ ଆପଣମାନେ ଏଠି କଟିଂ କରିପାରିବେ। ଆପଣମାନେ ତ ଭେଣ୍ଡିରେ ଅନେକ ରେସିପି ବନେଇ ଖାଇଥିବେ, କିନ୍ତୁ ଏଇ ରେସିପିଟା ଥରେ ଯଦି ବନେଇଲେ ନା ଫ୍ରେଣ୍ଡସ୍, ଦେଖିବେ ମାନେ ବାରମ୍ବାର ବନେଇବା ପାଇଁ ଇଚ୍ଛା କରିବେ। ଆଉ ଭେଣ୍ଡି ସରିବା ପର୍ଯ୍ୟନ୍ତ ହିଁ ବନେଇବେ, ଏତେ ସ୍ୱାଦିଷ୍ଟ ଲାଗିବ। ପଖାଳ ସହିତ ତ ପୁରା ଜମିବ। ଆଉ ଏମିତିରେ ଭାତ ଡାଲି ହେଉ କି ରୁଟି ହେଉ କି ପରଟା ହେଉ ନାନ୍ ହେଉ, ଦେଖିବେ ସବୁଥିରେ ଜବରଦସ୍ତ ଟେଷ୍ଟ ଲାଗିବ। ଆଉ ଦେଖନ୍ତୁ ଏଠି ମୁଁ ଭେଣ୍ଡିକୁ ଏଇଭଳି ପ୍ରୋସେସ୍ରେ କଟିଂ କରିଛି। ଅଧିକ ବଡ଼ ପିସେସ୍ ନାହିଁ କି ଅଧିକ ଛୋଟ ପିସେସ୍ ନାହିଁ, ସେମ୍ ପ୍ରୋସେସ୍ରେ ଏଠି କ'ଣ କଲି ନା, ସବୁତକ ଭେଣ୍ଡିକୁ କଟିଂ କରିଦେଲି। ତାପରେ ଗୋଟେ ଏଠି ଆମେ ନେଇଯିବା ଗୋଟେ କରେଇ, ସେଥିରେ ଏଡ଼୍ କରିଦେବା ରିଫାଇନ୍ ତେଲ। ରିଫାଇନ୍ ତେଲ ବଦଳରେ ଆପଣମାନେ ସୋରିଷ ତେଲ ବି ଏଡ଼୍ କରିପାରିବେ। ତେଲ ଗରମ ହେଇସାରିବା ପରେ ଆମେ ସେଥିରେ ଏଡ଼୍ କରିଦେବା ଭେଣ୍ଡିକୁ। ଆଉ ଏହି ସମୟରେ ଗ୍ୟାସ୍ ଆଞ୍ଚ ପୁରା ହାଇ ଫ୍ଲେମ୍ରେ ରଖି ଭେଣ୍ଡିଟାକୁ ଟିକେ ଭାଜିବା, ଯେମିତିକି ଭେଣ୍ଡିର ପୁରା ଲାଳୁଆ ଅଂଶଟା ଟିକେ ଚାଲିଯିବ ହାଇ ଫ୍ଲେମ୍ରେ ଭାଜିବା ଦ୍ୱାରା। ତ ମୁଁ ସେଇଥିପାଇଁ ପ୍ରଥମେ କ'ଣ କଲି ନା, ହାଇ ଫ୍ଲେମ୍ରେ ହିଁ ଭାଜିଦେଲି। ତାପରେ କଲର୍ ଯେମିତି ଭେଣ୍ଡିର ଚେଞ୍ଜ ହେବନି, ସେଇଥିପାଇଁ ଏଡ଼୍ କରିଦେବା ହଳଦୀ ଗୁଣ୍ଡ ଆମେ ହାଫ୍ ଚାମଚ ଏଡ଼୍ କରିଦେବା। ତ ଦେଖିବେ ଭେଣ୍ଡି ଭଜାରେ ଯଦି କଲର୍ ମାନେ ଚେଞ୍ଜ କରିବାକୁ ଚାହୁଁନାହାନ୍ତି ଭେଣ୍ଡିର, ତାହେଲେ ଅଳ୍ପ ଟିକେ ଯଦି ସେଥିରେ ଏଡ଼୍ କରିଦେବେ ହଳଦୀ ଗୁଣ୍ଡ, ତ ଦେଖିବେ ଭେଣ୍ଡି ଭଜାର କଲର୍ ବିଲକୁଲ ବି ଚେଞ୍ଜ ହେବନି, ମାନେ ଭେଣ୍ଡିଟା କଳା ପଡ଼ିବନି ଆଉ ଦେଖିବାକୁ ସୁନ୍ଦର ଲାଗିବ। ତ ଏବେ କ'ଣ କରିବା, ଆମେ ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରିଦେବା। ମିକ୍ସ ହେଇସାରିବା ପରେ ଆମେ ସେଥିରେ କ'ଣ କରିବା ନା, ସ୍ୱାଦ ଅନୁସାରେ ଅଳ୍ପ ଟିକେ ହିଁ ମୁଁ ଲୁଣ ଏଡ଼୍ କରିଛି। ଯେହେତୁ ଆମେ ଆଗକୁ ଲୁଣ ଏଡ଼୍ କରିବା, ତ ମୁଁ ସେଇଥିପାଇଁ ଅଳ୍ପ ଟିକେ ହିଁ ଲୁଣ ଏଡ଼୍ କଲି। ତ ଯେମିତି ଭେଣ୍ଡିଟା ଟିକେ ହାଲକା ସଫ୍ଟ ହେଇଯିବ, ପାଞ୍ଚେ ସ୍ୱାଦ ଆସିବନି, ଖାଇବାକୁ ଟେଷ୍ଟ ଲାଗିବ। ଆଉ ଜଲ୍ଦି ବି କୁକିଂ ବି ଫାଷ୍ଟ ହେବ, ଜଲ୍ଦି ଭେଣ୍ଡି ସିଝିଯିବ। ସେଥିପାଇଁ ମୁଁ ଅଳ୍ପ ଟିକେ ଲୁଣ ଏଡ଼୍ କରିଛି। ତ ଭେଣ୍ଡି ଭଜା ଆମର ବନିଲା ଭିତରେ ବା ଭେଣ୍ଡିଟା ଆମର ସିଝିଲା ଭିତରେ ଆମେ ତା'ର ଗୋଟେ ସ୍ପେଶାଲ ମସଲା ବନେଇବା। ତ ପ୍ରଥମେ ଗୋଟେ ପେନ୍ ନେବା, ସେଥିରେ ଏଡ଼୍ କରିଦେବା ଯେତିକି ଭେଣ୍ଡି ଆଳୁ ଭଜା ବନେଇବାକୁ ଚାହିଁବେ ସେ ଅନୁସାରେ ସବୁ ଜିନିଷ ନେବେ। ତ ଦେଖନ୍ତୁ ଏଠି ଗୋଟେ ବଡ଼ ଚାମଚ ମୁଁ ନେଇଗଲି ଜିରା, ଆଉ ଗୋଟେ ବଡ଼ ଚାମଚ ନେଇଯାଇଛି ଧନିଆ, ଆଉ ଏଠି ଦେଖନ୍ତୁ ଅଳ୍ପ ଟିକେ ବାଦାମ ନେଇଛି। ବାଦାମ ବଦଳରେ ଆପଣମାନେ ନଡ଼ିଆ ବି ନେଇପାରିବେ। ଆଉ ନହେଲେ ଯଦି ନଡ଼ିଆ କି ବାଦାମ ନେଇ ତାହେଲେ ଯଦି ବୁଟ ଡାଲି ଅଛି ନା, ଆପଣମାନେ ଏଇ ସମୟରେ ଏଡ଼୍ କରିକି ଟିକେ ହାଲକା ଭାଜିଦେବେ। ତ ଦେଖିବେ ସ୍ୱାଦ ହିଁ ଜବରଦସ୍ତ, ମାନେ ଭେଣ୍ଡି ଭଜାର ସ୍ୱାଦକୁ ଏଇ ଜିନିଷଟା ହିଁ ବଢ଼େଇଥାଏ, ଏ ସ୍ପେଶାଲ ମସଲାଟା। ତାପରେ କ'ଣ କରିବା, ସେଥିରେ ଆମେ ଯେତିକି ରାଗ ଖାଇବେ ନା ଆପଣମାନେ, ଯେତିକି ଭଜା ବନେଇବାକୁ ଚାହିଁବେ ସେ ଅନୁସାରେ ସେଥିରେ ଲଙ୍କାଗୁଣ୍ଡ ଏଡ଼୍ କରିଦେବେ। ତ ମୁଁ ଏଠି 2 ଚାମଚ ଲଙ୍କାଗୁଣ୍ଡ ଏଡ଼୍ କରିଦେଲି। ଆଉ କସ୍ତୁରୀ ମେଥି ଅଳ୍ପ ଟିକେ ଏଡ଼୍ କଲି, ଏଇଟା ପୁରାପୁରି ଅପସନାଲ୍ ଅଛି। ଆଉ ଅଳ୍ପ ଟିକେ ମୁଁ ସେଥିରେ ରାଶିକୁ ଏଡ଼୍ କରିଦେଲି। ଆପଣଙ୍କ ପାଖରେ ଯଦି କିଛି ଆଉ ଯଦି ଏକ୍ସଟ୍ରା ମସଲା ଆପଣମାନେ ଏଡ଼୍ କରିବାକୁ ଚାହିଁବେ, ତାହେଲେ ଏହି ସମୟରେ ଏଡ଼୍ କରିପାରିବେ, ମାନେ ଯେମିତିକି ଚିକେନ୍ ମସଲା ହେଉ କି ମ୍ୟାଗି ମସଲା ହେଉ ଯାହା ବି। ଆଉ ଅଳ୍ପ ଟିକେ ସ୍ୱାଦ ଅନୁସାରେ ଦେଇଦେବା ଲୁଣ, ଯେହେତୁ ଆମେ ଭେଣ୍ଡିରେ ଅଳ୍ପ ଲୁଣ ଏଡ଼୍ କରିଥିଲେ। ଆଉ ଦେଖନ୍ତୁ ଏଇ ମସଲାର କୋଟିଂଟାରେ ଲୁଣଟା ରହିବ, ତ ଖାଇବାକୁ ପୁରା ଟେଷ୍ଟି ଲାଗିବ। ସେଥିପାଇଁ ମୁଁ ଏଇଥିରେ ହିଁ ଲୁଣକୁ ଏଡ଼୍ କରିଦେଲି। ଆଉ ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରି ଗୋଟେ ଫାଇନ୍ ପେଷ୍ଟ ଏଠି ବନେଇକି ରେଡ଼ି କରିଦେଲି। ଆଉ ଯେହେତୁ ବିନା ପିଆଜ ରସୁଣରେ ଆଜି ମୁଁ ଭେଣ୍ଡି ରେସିପି ବନାଉଛି, ତ ମୁଁ ଏଠି ପିଆଜକୁ ବି ସ୍କିପ୍ କରିଛି, ଅଦା ରସୁଣକୁ ବି ସ୍କିପ୍ କରିଛି। ଆପଣମାନେ ଚାହିଁଲେ ଯେତେବେଳେ ଆମେ ମସଲାଟା ଗ୍ରାଇଣ୍ଡିଙ୍ଗ କଲେ ସେହି ସମୟରେ ଆପଣମାନେ ରସୁଣକୁ ବି ଏଡ଼୍ କରି ମିକ୍ସରରେ ଗ୍ରାଇଣ୍ଡିଙ୍ଗ କରିପାରିବେ। ତ ଏବେ ଦେଖନ୍ତୁ ଆମର ଏଠି ଭେଣ୍ଡିଟା ପୁରା ଭାଜି ହେଇସାରିଲା ବା ସଫ୍ଟ ହେଇସାରିଲା ଭେଣ୍ଡିଟା। ତ ଏଠି ମୁଁ ଆଳୁ ଦୁଇଟା କ'ଣ କରିଥିଲି ନା, ଟିକେ ସିଝେଇ ଦେଇଥିଲି, ସିଝେଇକି ତାକୁ କଟିଂ କରିଦେଇଛି। ତ ମୁଁ ସିଝା ଆଳୁର ଚୋପା ଥାଇକି ମୁଁ ସେଥିରେ ଏଡ଼୍ କରିଛି, ଏଇଟା ପୁରାପୁରି ଅପସନାଲ୍ ଅଛି। ଆପଣମାନେ ଚାହିଁଲେ ଭେଣ୍ଡି ଆଳୁ ଯଦି ସିଝା ଆଳୁ ଏଡ଼୍ କରିବାକୁ ଚାହୁଁନାହାନ୍ତି, ଯେତେବେଳେ ଆମେ ଭେଣ୍ଡି ଏଡ଼୍ କଲେ ସେହି ସମୟରେ ହିଁ ଆଳୁକୁ ଏଡ଼୍ କରିକି ଭାଜିକି ବି ଆପଣମାନେ ବନେଇ ପାରିବେ ଏ ରେସିପିଟା। ତ ଆଳୁକୁ ଏଡ଼୍ କରିସାରିବା ପରେ ପୁଣି ଥରେ ଟିକେ ଭଲସେ ଆକୁ ମିକ୍ସ କରି 5 ମିନିଟ୍ ପର୍ଯ୍ୟନ୍ତ ଟିକେ ଆମେ ବନେଇବାକୁ ଦେବା। ତ ଆଳୁ ଭେଣ୍ଡିଟି ଆମର ପରଫେକ୍ଟଲି ଭାଜି ହେଇସାରିଛି। ତ ଏବେ କ'ଣ କରିବେ ନା, ଗୋଟେ ଆମେ ପ୍ଲେଟ୍କୁ ବାହାର କରିଦେବା। ଆଳୁ ଭେଣ୍ଡିକୁ ବାହାର କରିକି ଆକୁ ଆମେ ବି ସାଇଡ଼୍ରେ ରଖିଦେବା। ତାପରେ ଆମେ ଆଗ ପ୍ରଣାଳୀ ପ୍ରସ୍ତୁତ କରିବା। ତ ଦେଖନ୍ତୁ ଏଠି ସବୁତକ ଭେଣ୍ଡିକି ଆଉ ଆଳୁକୁ ମୁଁ ବାହାର କରିଦେଲି। ଆଉ ଆପଣମାନେ ଦେଖିକି ଜାଣିପାରୁଥିବେ ଭେଣ୍ଡିର କଲର୍ ଯେମିତି ସେମିତି ଅଛି, ବିଲକୁଲ ବି ଚେଞ୍ଜ ହେଇନି ବା ଭେଣ୍ଡି କଳା ପଡ଼ିନି, ଯେହେତୁ ଆମେ ହଳଦୀ ଗୁଣ୍ଡ ଏଡ଼୍ କରିଦେଇଥିଲେ। ତ ଏବେ କ'ଣ କରିବା ନା, ସେଇ କରେଇ ହିଁ ନେବା, ସେଇଥିରେ ପୁଣି ଥରେ ରିଫାଇନ୍ ତେଲ ଏଡ଼୍ କରିଦେବା। ଆପଣମାନେ ଯେତିକି ତେଲ ଖାଇବାକୁ ପସନ୍ଦ କରନ୍ତି ସେ ଅନୁସାରେ ହିଁ ତେଲ ଏଡ଼୍ କରିବେ। ଆଉ ଦେଖନ୍ତୁ ହାଫ୍ ଚାମଚ ସେଥିରେ ମୁଁ ଏଡ଼୍ କରିଦେଲି ବିରି ଡାଲି, ହାଫ୍ ଚାମଚ ସେଥିରେ ସୋରିଷ ଏଡ଼୍ କରିଦେଲି। ଆଉ ସେଥିରେ କଞ୍ଚା ଲଙ୍କା ଯେତିକି ରାଗ ଖାଇବେ, ଯେହେତୁ ଆମେ ଲଙ୍କାଗୁଣ୍ଡ ଏଡ଼୍ କରିଛନ୍ତି ମସଲାରେ, ତ ସେ ଅନୁସାରେ କଞ୍ଚା ଲଙ୍କା ଏଡ଼୍ କରିବେ। ତାପରେ କଞ୍ଚା ଲଙ୍କାଟାକୁ ଟିକେ ଭାଜିଦେବା। ଟିକେ ଭାଜି ହେଇସାରିବା ପରେ ବିରି ଡାଲି କଞ୍ଚା ଲଙ୍କା ସବୁ ଆମେ କ'ଣ କରିବା ନା,
जो स्पेशल मसलाटा बनी सबुतक मसला से एड करदे अल्प टिके मसला को गोटे चामच रखी मसला मुझे आग को सेयार करी कौन पे रखी से मसलाटा। तो एबे कौन करवा ना आम भलसे आपको मिक्स करदे मिक्स कर मसला जेहेतु राशि को भाजी नथिले टिके भाजीदे हल्का ही भाजी अधिक समय भाजबे अधिक समय भाजी तार कौन हम ना मसलाटा पूरा पोड़ीज से प्रति ध्यान देवे। देखिए 1 ରୁ 2 मिनिट टिके हल्का टिके फ्राए करदे टिके फ्राए हो सारा पर आम कौन करवा से भेंडी आलू को एड करदे भेंडी आलू को एड करी पुणी थे टिके भलसे मिक्स करदे ये मुझे एक्सट्रा मसला मसली किसी भी एडा करनी केवल ये गोटे मसला बहुत बढ़िया गोटे चटपटा रेसिपी बनिकी रेडी होती। तो आपण मैंने भी यही तरीके थे मात्र ट्राए करूँ आपण मैंने निश्चय जदि घरे बनाऊँ ना आपण मैंने मत कमेंट बॉक्स में कमेंट करेंगे केमती कौन लगे रेसिपीटा। आदि आपण मैंने देखिए प्रथम थर ही बनाऊँ ना ताली बहुत बढ़िया स्वादिष्ट बन आपण मैंने प्रॉपर्ली कलर भी देखा होनी कि बहुत बढ़िया कलर आसी लाइटिंग टे प्रॉब्लम हो देखो केते बढ़िया पूरा आमर ये आलू भेंडी सब सीझी आ बहुत बढ़िया क्रिप्सी भी रही है। तो आपको कौन कली ना कभर को बाहर करी 3 ରୁ 4 मिनट टी आगे फ्राए करदेली 3 ରୁ 4 मिनट पर तो देखो फाइनाली आम रेसिपीटा केते सुंदर चटपटा गोटे भेंडी रेसिपी बनिकी रेडी होती। तो आपण मैंने भी घरे आपको निहाती ट्राए करूँ आपण मान अनुभूति मो सहित सेयार करूँ। फ्रेंड्स आपड़ जब ये भिडियोटी मोर पसंद आसो सांग मानक सेयार करूँ लाइक करूँ चैनल जब नुआ अच्छा चैनल को मोर सब्सक्राइब कर दिंतु बेल आइकन क्लिक कर दिंतु जहाँफल मोर सब वीडियो नोटिफिकेशन प्रथम आपण मानक पहुँचो मुझे वीडियो नहीं आसबि आपण मैंने देखिए घरे आपको निहाती ट्राए करूँ। आ जदि फेसबुक पेज देखुं ताहले फेसबुक पेज मोर फॉलो करूँ इंस्टाग्राम रे देखुले फॉलो करने को जमा भी भूलतुनि। तो देखो फाइनल रेसिपी आमर बनिकी रेडी हो सारी आते सुंदर भी देखा पूरा मसलार कोटिंग देखो आमर ये भेंडी पुणी आलू उपर पूरा लगी देखो केते बढ़िया पूरा बनिकी रेडी हो मुझे बिना पियाज रसुन बनी किंतु सुपर टेस्टी बनी जेहेतु आज मंगलवार तो पियाज रसुन घरे खाएनी खाते किए भी तो मुझे आज पियाज रसुन मुझे एड करनी आपने चाहिए एड करेंगे सेम प्रोसेस रे जितेबाला आम कंचा लंका सब भाजिले से समय पियाज को एड कर भेंडी को एड कर मसला एड करदे तो बहुत बढ़िया स्वादिष्ट लगे। और जो मसलाटा रखी गोटे चामच देखो मुझे भेंडी उपर एड कली आ बहुत बढ़िया सुपर टेस्टी थिला। तो आपण मैंने भी घरे आपको निहाती ट्राए करूँ आपण मान अनुभूति मो सहित सेयार करूँ और भेंडी को एमती बनातु ये प्रोसेस रे देखिए अधिका टेस्ट लगे। तो आपण मैंने ट्राए करूँ।